ପାଖରେ ଜଣେ ବରିଷ୍ଠ ନାଗରିକ ଚୌଦ୍ୱାର ଅଞ୍ଚଳର ଅଛନ୍ତି ଏବଂ ଏଇ ଯେଉଁ ଚିଟଫଣ୍ଡ ଘୋଟାଲା ଆଉ କମ୍ ପଇସାରେ ସୁଧ କମ୍ ପଇସାରେ ନେଇ ଅଧିକା ସୁଧ ଦେବା କରି ଲୋକମାନଙ୍କୁ ଯେଉଁ ଚିଟିଂ ଚାଲିଛି, ଯେଉଁ 2.5 କୋଟି ଟଙ୍କାର 3 କୋଟି ଟଙ୍କାର ଯେଉଁ ଘୋଟାଲା ଚାଲିଛି ଏବଂ ଚର୍ଚ୍ଚା ଚାଲିଛି, ଯେ ଆମେ ତାଙ୍କର ରିଆକ୍ସନ୍ଟି ଖାଲି ଜାଣିବା ପାଇଁ ଚାହୁଁଛୁ ଯେ କ'ଣ ସେ କହିବେ ଏ କଥା। ଏବେ ଯେଉଁ ଘୋଟାଲା 3 କୋଟି ଉପରେ ଚାଲିଛି, ଏ ଯେଉଁ ସତ ହିଁ ଦେବ ଏଇଟା ନିନ୍ଦନୀୟ, ଏଇଟା ତଦନ୍ତ କରାଯାଉ। କ'ଣ କହିବେ ଏଭଳି ଘଟଣା ହେଲେ ଅଞ୍ଚଳରେ ବା ଆଗରୁ ହେଇଥିଲା ଘୋଟାଲା, ଏମିତି ଚିଟଫଣ୍ଡ ଘୋଟାଲା, ଇଏ ଗୋଟେ ଚୌଦ୍ୱାର ଛୋଟିଆ ଅଞ୍ଚଳରୁ 2.5 କୋଟି ଟଙ୍କା ଯଦି ଏ ପୁରା ଦୁଃଖଦ ଜିନିଷଟା, ଏମିତି କରିବା ଠିକ୍ ନୁହଁ। ତେଣୁ ଆକୁ ତଦନ୍ତ କରାଯାଉ। କାହାଠୁ ତଦନ୍ତ ଆଶା କରୁଛନ୍ତି? ପ୍ରଶାସନଠୁ ନା ପୋଲିସଠୁ? ବର୍ତ୍ତମାନ ପୋଲିସଠୁ ମଧ୍ୟ ସେ ଦରକାର। ଯେଉଁ ଘଟଣା ଉପରେ କେହି ସାମ୍ନାକୁ ଆସୁନାହାନ୍ତି, କ'ଣ ହେଇଥାଇପାରେ? ନିଶ୍ଚିତ କିଛି ଅଛି କାହିଁକି, ସେଥିପାଇଁ ଆସୁନାହାନ୍ତି। ତେଣୁ ତାକୁ ତଦନ୍ତ କରାଯାଉ, ହେଲେ ଭଲ ହେବ।